ଆପଣ ଡାକ୍ତର ମନା କରୁଛନ୍ତି ବେଶୀ ଚିନ୍ତା କରିକି କି ବେଶୀ କଥା କହିବେନି। ଆପଣ ବିଛଣା ଉଠି ଆସିଲେ କାହିଁକି? ମୋର ବଞ୍ଚିବାକୁ ଇଚ୍ଛା ନାହିଁ ରେ ମା। ବାପା ଅଜୁ ସିନା ମୋ ଅରସରୁ ଜନ୍ମ ହେଇନି, ହେଲେ ସେ ମୋ ପ୍ରକୃତରେ ପୁଅ। ବାପା ଆପଣ ଏମିତି କଣ କହୁଛନ୍ତି? ମୁଁ କିଛି ବି ବୁଝିପାରୁନି। ହଁ ରେ ମା। ଯୋଉ ହରିଆ ପଣ୍ଡା ପ୍ରତିଦିନ ମନ୍ଦିରରେ ପୂଜା ଘଣ୍ଟ ବଜେଇ ବଜେଇ ବୁଢା ହୋଇଗଲା, ତାକୁ ତୁମେ ଏତେ ବଡ ଶାସ୍ତି କାହିଁକି ଦେଲ ଠାକୁରେ? କିଏ ସଞ୍ଜ ସକାଳେ ତୁମରି ସେବା କରି ତାର ମନର ଦୁଃଖକୁ ଜଣାଉଥିଲା, ତା ପାଇଁ କଣ ଏଇଆ ବିଚାର କଲ? ଏତେ ବଡ ଅପରିନ୍ଦ ପାଇବା ତୁମେ ମତେ ନେଇଯା ଠାକୁରେ। ଆପଣ ସେମିତି କହୁଛନ୍ତି ବାପା, ଆପଣ ସେମିତି କହୁଛନ୍ତି। ଆରେ କଣ କହିବି ଆଉ କଣ କହିବାକୁ ବାକି ଅଛି? ମାନେ ତୁ ବୁଝିବାକୁ ଚାହୁଁଛୁ କାହା ଅନୁମତିରେ ହେବ ତା ସ୍ତ୍ରୀକୁ ତୁମେ ମାନେ ଘରେ ପ୍ରବେଶ କରିବାକୁ ଦେଇଛ? ଆରେ କାହା ଅନୁମତିରେ ସେ ବିବାହ କରିଛି? ତୁ ଅଛୁ, ମୁଁ ବି ବଞ୍ଚିଛି। ପଦଟିଏ ତମେ ମାନେ ମତେ ପଚାରି ପାରିଲେ ନାହିଁ? ହଁ, ଜଗଣା ବୁଢ଼ାଟା ମଲା ସେଠାରେ ପଡ଼ିଛି, କାହିଁକି ବା ତାକୁ ତୁମେ ପଚାରିବ? ଆରେ ଯା, ତୁମ ମନକୁ ଯାହା ଆସୁଛି ତୁମେ ସେଇଆ କରିବ। ସେଇଆ କର। କୌଣସି କଥାକୁ କିଛି ଭାବି ଘର ପାଇଁ କିଛି କରିନି। କ୍ଷମତା ମୋର ବାହା ହୋଇ ତା ବୋହୂକୁ ନେଇ ଆସିଲା। ଘର ପରେ ଏମିତି ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲେ ଆମେ ଗାଁ ଲୋକେ କେତେ କଣ କେତେ କଥା କହିଥାନ୍ତେ। ଏସବୁ କଥାକୁ ପଛରେ ପକେଇ ଦେଇ ମୁଁ ସେମାନଙ୍କୁ ଘରକୁ ନେଇ ଆସିଲି। ବାପା ହେମନ୍ତକୁ ଏଇ ଭାବରେ ପାଳି ପୋଷି ମୁଁ ବଡ଼ ମଣିଷ କରିଛି। କଥାଟା ମୋତେ ନାପସନ୍ଦ ଲାଗେ ସତ। ତଥାପି ମୁଁ ତାକୁ ବନ୍ଦାପଣା କରି ଘର ଭିତରକୁ ନେଇ ଆସିଛି। ଆପଣ ଥାଉ ଥାଉ ଆପଣଙ୍କୁ ନ ପଚାରି ଏତେ ବଡ଼ ନିଷ୍ପତ୍ତି ନେବାଟା ଆମର ଭୁଲ ହେଇଯାଇଛି ବାପା, ଆମର ଭୁଲ ହେଇଯାଇଛି। ବାପା ଆପଣଙ୍କୁ କେତେ କହିବ ਤੁਸੀਂ ଜାଣି ଦିଅନ୍ତୁ। ଆମେ ଟିକେ ମନ ଦୁଃଖ କରିବୁ, କିନ୍ତୁ ହେମନ୍ତ ସ୍ତ୍ରୀ କିଛି ବି କହିବେନି ବାପା, କିଛି ବି କହିବେନି। ବାପା ନୂଆ ବୋହୂଟା ଶୁଣିଲେ ଭାରି ମନ ଖରାପ, ମନ ଦୁଃଖ କରିବ। କେତେ ବଡ ଘର ଝିଅ ସେ। ଆରେ ବଡ ଘରର ଝିଅ ବୋଲି ତ ସେ କାହାକୁ ନ ପଚାରି ଗୋଟିଏ ପୁଅକୁ ବିବାହ କରିସାରିଛି। ନିଜ କାମ କରିବାକୁ ତା ବିବେକ ଟିକେ ତାକୁ ବାଧା ଦେଲାନି। ଆପଣ ଶୁଣେ ତ ଭେଣ୍ଡି ଦୁଃଖ କହିବି କାହାକୁ? ବାପା ଆପଣ ଆସେ କୁହନ୍ତୁ, କାରଣ ହେମନ୍ତ ସ୍ତ୍ରୀ ଶୁଣିଲେ ବହୁତ ଖରାପ ଭାବିବେ, ବହୁତ ଖରାପ ଭାବିବେ। ଆପଣ କିଛି କୁହନ୍ତୁନି ବାପା, ଆପଣ କିଛି କୁହନ୍ତୁନି। କେତେ ବଡ ଘରର ଝିଅ ସିଏ, ଘାଟି ବାଟି କୋଉଠି ଆଗରେ ଆମ ସହିତ ଚଳିବ। ଆରେ ଏତେ ବଡ ଘରର ଝିଅ ବୋଲି ମୁଁ କଣ ତାକୁ ଡରିବି? ଘରର ନୀତି ନିୟମ ପରମ୍ପରାକୁ ବିଚ ରାସ୍ତାରେ ନିଲାମ କରିଦେବି? ଅଜୁ, ସେମାନଙ୍କୁ କହିଦେବୁ ସେ ଆଉ ତା ସ୍ତ୍ରୀ ଏମିତି ମୋ ମୁହଁ ସାମ୍ନାକୁ ନ ଆସନ୍ତି। ତମ ସମସ୍ତଙ୍କୁ ନ ଜଣେଇ ମୁଁ ବିରାଟ ବଡ ଭୁଲ କରିଛି। ଏମିତି ଗୋଟେ ଦୁର୍ବଳ ମୁହୂର୍ତ୍ତରେ ମୁଁ ତୁମକୁ ମ୍ୟାରେଜ ନ କରିଥିଲେ ସାରା ଜୀବନ ମତେ ଜେଲରେ ରହିବାକୁ ପଡିଥାନ୍ତା। ଜାଣିଛି ଗୋଟିଏ ମିଛକୁ ଘୋଡ଼ାଇବାକୁ ଯାଇ 100ଟା ମିଛର ଆଶ୍ରୟ ନେବାକୁ ପଡ଼ିଥାଏ। ବାପା ଆରେ ତୁ ଜାଣିଛୁ ତୁ କାହା ପୁଅ? ତୁ ହେଉଛୁ ଏ ବ୍ରାହ୍ମଣ ହରିଆ ପଣ୍ଡାର ପୁଅ। ମୁଁ ଗରିବ ସତ, ଅଭାବ ଅନଟନରେ ମୋ ସଂସାର ଚଳୁଛି, ହେଲେ ମୋ ନୀତି ନିୟମ ଆଦର୍ଶରୁ ମୁଁ କେବେ ହେଲେ ବାହାରକୁ ଯାଇନି। ମୁଁ ବୁଝିପାରୁନି ତୁ ମୋ ପୁଅ ଏତେ ବଡ଼ ଭୁଲ କଲୁ କେମିତି? ବାପା
ना मो कथा के बुझीबा दरकार नहीं मु एग्रार किए कि बापा ମୋ କଥା ଥରେ ବୁଝିବାକୁ ଚେଷ୍ଟା କର। अरे बुझिबी कौन ताको मते बुझाइबू चाकारिया बुआ बोली अस्ट्रेलिया को भड़ाई रखिबी बड़ा बड़ा झियो को बाहर दुवली मु तुमको नमस्कार करती ଆପଣ ସେମିତି କୁହନ୍ତୁନି ବାପା, ଆପଣ ସେମିତି କୁହନ୍ତୁନି। ଦେବତା ଯେତେବେଳେ ତାଙ୍କ ସ୍ତ୍ରୀର ବର୍ତ୍ତମାନ ନେଇ ଘର ଭିତରକୁ ନେଇ ଆସୁଛନ୍ତି, ଆପଣ ଗୁରୁଜନ ହିସାବରେ ତାକୁ କ୍ଷମା କରି ଦିଅନ୍ତୁ, ତାକୁ ଆଶୀର୍ବାଦ କରନ୍ତୁ, ତାଙ୍କ ହସକୁ ସଂସାର ଯେମିତି ସୁଖମୟ ହଉ। बापा हिसाब से जेतिकी आशीर्वाद करने कथा मुझे कर सारी एणिकी मोर शेष निष्पत्ति ବାପା से गोटे मुहूर्त भी ए घर रही पारे ଆପଣ ସେମିତି କୁହନ୍ତୁନି। ନୂଆ ବୋହୂଟା ଇଏ ପରିସ୍ଥିତିରେ ଏମିତି ଘର ବାହାର କରିଦେଲେ ସେ କୁଆଡ଼େ ଯିବେ ବାପା, କୋଉଠି ରହିବେ ସେ? अरे जेऊ आखि बहुची से तू ବାପା तू मत छुना मु तोर बाप नुहे कि तू मोर पुओ नुहे ए घर तो पद पड़े ବାପା मो ठाकुर घर दे पिंडी अपवित्र हो। अरे जा तू आ तो स्त्री ए घर छाड़ी चली जा। ମୁଁ ଏ ଘର ଛାଡ଼ି ଚାଲି ଯାଉଛି। ବାପା ଯେତେବେଳେ ତାଙ୍କ ଶେଷ ନିଶ୍ୱାସ ଶୁଣେଇ ଦେଇ ଚାଲିଗଲେ ମୁଁ ଏ ଘରେ ରହିବି କାହିଁକି? ଏଇଠି ତ ବାପା ଆଜି କାଲି ତ ବୁଝିବେ। ଏଇଠି ତ ତୁ ଆମକୁ ଛାଡ଼ି କୁଆଡ଼େ ଯାଆନା ରେ, କୁଆଡ଼େ ଯାଆନା। ତମକୁ ତମ ଭାଉଜ ରାଣ, ତମେ ଘର ଛାଡ଼ି କୁଆଡ଼େ ବି ଯାଅନି। ଭାଉଜ କୁଆଡ଼େ ଯାଅନି ତମେ। ଚାଲ ହେମନ୍ତ, ଏତେ କଥା ଶୁଣି ଏ ଘରେ ପଡ଼ି ରହିବା ଅପେକ୍ଷା ଚାଲ ଆମେ ଆମ ଘରକୁ ଚାଲିଯିବା। ଆଜିର ଟିକେ ଅନୁରୋଧ କରୁଛି, ଏମାନେ ଆମ ମ୍ୟାରେଜରେ କେହି ବି ଖୁସି ନାହାନ୍ତି। ଏଭଳି ମ୍ୟାରେଜ ଆମେ ଏକା କରୁନୁ, ତେଣୁ ଏମାନେ ପ୍ରତିବାଦ କରୁଛନ୍ତି କାହିଁକି? ମୁଁ ଜାଣିଛି ଏଭଳି ପରିବେଶରେ ଆମେ ଗୋଟେ ମୁହୂର୍ତ୍ତରେ ବି ଚଳିପାରିବାନି। ଚାଲ ଆମେ ଏକୁଟିଆ ରହିବା। ଏ ଘରେ ମୁଁ ଗୋଟେ ମୁହୂର୍ତ୍ତରେ ବି ରହିପାରିବି। ଶୁଣ, ସବୁ ଜିନିଷ ମୁଁ ପ୍ରିପେୟାର କରି ନେଇ ଆସିବି। ଚାଲ ହେମନ୍ତ। ହେମନ୍ତ ହେମନ୍ତ ପଣ୍ଡା ପଚାରୁଛେ ତମେ କାହା ସାହସରେ ଏ ଘରେ କଥା ମୁଣ୍ଡ ପୁରେଇବାକୁ ସାହସ କଲ? ଆଉ କାହା ଦମ୍ଭରେ ଆକାଶରେ ଘରର ଏଣୁ ମନ୍ଦ ଦେଇ ଯିବାକୁ ତମେ ସେ ବାଧ୍ୟ କରୁଛ? ଚୁପ୍ କର। ତାମାନେ କେତେ କଥା ଶୁଣି ତମେ ଏ ଘରେ ପଡ଼ି ରହିବାକୁ ଚାହୁଁଛ? ଚୁପ୍ କର। କିଏ ମତେ କହିଛି? ବାପା ମତେ ଗାଳି ଦେଇଥିଲେ। ଆମ ଭୁଲ ପାଇଁ ମୋ ବାପା ମତେ ଶାସନ ଦେଇଛନ୍ତି। ଆଉ ଏ ଘରୁ ବାହାର ଯିବା ପାଇଁ ମୋ ବାପା ମତେ କହିଛନ୍ତି ସେ କୋଉ ବାହାର ଲୋକ ନୁହଁ, ସେ ହେଉଛନ୍ତି ମୋ ଜନ୍ମ କଲା ବାପା। ମୁଁ ହଉଛି ତମ ସ୍ତ୍ରୀ। ଆଉ କିନ୍ତୁ ତମେ ମୋ ବାପାଙ୍କ ଠାରୁ ବଡ ନୁହଁ। ଏ ଘରର ଗୁରୁଜନ ମାନ ଠାରୁ ତମେ ଇମ୍ପୋର୍ଟାଣ୍ଟ ନୁହଁ। ତମେ ଯାହା ଚାହିଁବ ମୋ ଠାରୁ ପାଇବ, କିନ୍ତୁ ଏ ଘର କଥାରେ ମୁଣ୍ଡ ପୁରେଇ ଗୁରୁଜନ ମାନଙ୍କୁ ଅସମ୍ମାନ କଲେ ମୁଁ ତମକୁ କେବେ ବି ମାଫ ଦେବିନି। ଆରେ ଭିତରକୁ ଯା କହୁଛେ। ଦେଖିବି କୋଉ ପରି କୋଉଠିକି
ଆଜି ତମ ହେମନ୍ତ ମାନଙ୍କ ଗୃହରେ କୃତ ପତ୍ର ବାନ୍ଧି ଯାଇଛି ହେମନ୍ତ ଏବେ ସବୁ ଜାଣିଗୁଣି କରିଲେ ଯୋଉ ଘର ଭାଙ୍ଗିଗଲେ ଭାଇର ଦେହରୁ ଝାଳ ବୋହିଯାଏ ଆଉ ଯେଉଁ ଘର ଦୋକାନକୁ ତାଡ଼ିଦେଲେ ଭାଉଜ ଆଖିରେ ଲୁହ ଝରି ପଡ଼େ ଆଉ ଯେଉଁ ଶରୀରକୁ କାଟିଦେଲେ ବାପାଙ୍କ ଦେହରୁ ରକ୍ତ ଝରେ ନା ମୋ ସ୍ତ୍ରୀ କଥାରେ ପଡ଼େ ମୁଁ ଏ ଘର ଭାଙ୍ଗି ଦେଇ ଯାଇପାରିବିନି ମୁଁ ଯୋଉ ଭୁଲ କରିଛି ତମେ ସମସ୍ତେ ମିଶି ମୋତେ ଶାସ୍ତି ଦିଅ ଶାସ୍ତି ସବୁ ପ୍ଲାନ୍ ବର୍ବାଦ ହେଇଯିବ କହବେ ଆରାମ ଦାଦି କହ କାଳୀ ଶଙ୍କର ପାଉଛି ଗୋ ନାଇଁ ଗଲେବି 1000 ଥର କହିବି ତୁମ ଭାଇ ନୁହ ଆଉ ତୋ ରାକ୍ଷୀର ମୂଲ୍ୟ ଦେଖିବା ତୋ ଇଜ୍ଜତକୁ ମୁଁ ବିକ୍ରି କଲେ ଅନେକ ଟଙ୍କା ପାଇବେ ମୁଁ କିଛି ଶୁଣିବୁନି ଆଲୋ ଥିଲେ ଥାଉ ପଛେ ଗୁଣ ହଜାର ତୋ ଚରିତ୍ର ନଥିଲେ ସବୁ ଅକାର ତୋ ଇଜ୍ଜତକୁ ମୁଁ ନିଜେ ବିକ୍ରି କରିସାରିଛି ଆମେ କହ କାଳି ସଂଘକୁ ଯିବୁ କି ନାହିଁ ଯଦି କଣ ହେଲା
भाई निज भूर इज्जत बिक्री करी राताराति बड़ लोक हवा चाहूँगी से भाई नुहे गोटे भोगारी बापा मने एक्सपेरिमेंट कर सारा पर मत असम्मानित कर अशांत मिश्र छाती भितर अरे निया जली आरंभ होला मते से निया दिए पड़ो से बचा से भाई से मुस्किल बापा सामने ठिया हो कथा कहूँ तुम बापा हुए कि मु बपुआ हुए मु मो मार गोटे सन्तान तापति तुम एटे मन कहीं एकांतरी घरे तुम मारी कि ना अरे कौशा तुम संजोग कर बापा मरिया संगे संगे तू भी मर अबे कह काली शंकर बाबू जी बाबू आज ना तुम बापा ज्योतिराम मरिया भाई यही घर में पहुंच मो कथा मानी काली शंकर बाबू चिरसिंह जाइए मन खाई जमी मदांत मिश्र बहुत मारुली आज मो जीवन तो कंठई भांगी देविनी बोली मो माड़ मत फेरई देला आ तो राखी सब ऋण सुझी देला साइती रखी राखी को देखिले मो भाई
स्वामी चोरी करते इसे तमे कि भी हाथ करलो चुप करो ये चोरी करिनी ता देर से पसी जाउनी के सेदिन तम बक्सर मोहार भला आखि रे गवा बस करे तमे कर बस स्वामी को सदर कर दो से चोरी करते हां चोरी करते ଯଦି ଚୋରି କନେ ଆଜି ଆମ ଉପରେ ପରି କଥା ହଉଛନ୍ତି କାହିଁକି ମତ ତାମାନେ ତୁ କହୁଛୁ ତୁ ଲୋକ ମନି କରୁଛୁ ଆମେ ଚୋରି କରୁଛୁ ये चोरी करनी ताकि रे छुटकिरा करते सुना एमन को सहित କଥା ହେଲି ନିଜ ସମ୍ମାନ ଦିଅ ପଛେ ପଇସା କେବେ ମିଳିବା ସମ୍ଭବ ନୁହେଁ ଆସ ମତ ଏମାନେ ସହିତ ଯୁକ୍ତି କରିବା ଆମର ଦରକାର ନାହିଁ ମୁଁ ତମର ସବୁ ଜିନିଷ ପ୍ରିପେୟାର କରିଛି ଶୀଘ୍ର ଚନ୍ଦ୍ର ପାଖରୁ ଆସ ବୋକା କୋଉଠି हे बता तमे तो बस ये কথা বিশ্বাস করছো तमे पाठ पढ़ी बड़ा वर्ष हे गलो बले तमे तो भाई को सन्देह करिबो अरे तुमको मଣିଷ କରିବା ପାଇଁ ତମ ଭାଇ ପିଲେ ହଳ କରିଛନ୍ତି ପରର ମୁଣ୍ଡ ଲାଗିଛନ୍ତି ତୁମକୁ ମଣିଷ ଏ ସେଇ ଭାଇ ତମ ସ୍ତ୍ରୀ ବଡି କଷ୍ଟ କରୁଛନ୍ତି ବାପା ଯଦି ଆମେ ଘୃଣା କରୁଥାନ୍ତେ ମଧୁହିତ ପାଇଁ ବାହାର ଲୋକ ହୋଇ ଆମ ଘର କଥାରେ ମୁଣ୍ଡ ଖେଳିବାକୁ ଆମକୁ କିଏ ବା ମଝା ଭାଇ ବା ମଜୁରୀ ଆଣି ନିଜେ ଭୋକ ପାଖରେ ରହି ତମକୁ ପାଠ ପଢ଼ି ମଣିଷ କରୁଥିଲା ନିଜ ପୁଅ ଆଉ ସ୍ତ୍ରୀର କଥା ଚିନ୍ତା ନ କରି ତମ ହଷ୍ଟେଲ ଖର୍ଚ୍ଚ ପାଇଁ ଟଙ୍କା ପଠାଉଥିଲା ଚାକିରି କରିସାରିଲା ପରେ ସ୍ତ୍ରୀ ବୋଲେ ତାକୁ ପର କରିଦେଲ ମାସେ ବା ଭରି ଭଲ ପାଉଥିବା ଭାଉଜକୁ ଚୋରଣୀ ସଜେଇଦେଲ ସାନ ଭାଇ ହିସାବରେ ତୁ ଯେତିକି କହିବା କଥା ସେତିକି କହ ଆଉ ଅଧିକ କିଛି ମୁଣ୍ଡ ଖେଳିବାକୁ ଚେଷ୍ଟା କରନା ଆଉରେ ବସନ୍ତ ଯାହା ଆସୁଛି ସେ କହିଯାଉ ବିଲରେ ହଳ କାମ କରି ସେ ପିଠିଟା ଖରା ବରସା ଖାଇ ଖାଇ ପଥର ହେଇଯାଇଛି ତାହେଲେ କେହି ମତ କଥା ଗୋଟେ ଜମା କଷ୍ଟ ଦବନି ଜମା କଷ୍ଟ ଦବନି ଜାଣିଛୁ ଭାଇ ମଣିଷ ଠାରେ ଯଦି ମାନବିକତା ନାହିଁ ମଧ୍ୟ ନିଜ କାରଣ ପଶୁ ତ ତା ପୂର୍ବ ଜନ୍ମର ପାପ ଫଳ ଭୋଗ କରୁଛି କିନ୍ତୁ ମଣିଷ ନୂଆ ନୂଆ ପାପ କର୍ମ କରି ନଷ୍ଟ ପ୍ରାପ୍ତି ପାଇଁ ପଥ ପ୍ରସ୍ତୁତି କରୁଛି ନୂଆ ଯାଉ କ'ଣ ଯେ ପରିବାର ସମସ୍ତ ସଦସ୍ୟ ଥାଉ ଥାଉ ନିଜେ ବାହା ହୋଇ ସ୍ତ୍ରୀକୁ ଘରକୁ ନେଇ ଆସେ ତା କ'ଣ କରିବା ଉଚିତ ତମେ ତମ ପାଟି କରନି ତାହେଲେ ଗାଁ ଲୋକ ଶୁଣିବେ ଏସବୁ ଶୁଣିଲେ ଆମ ଘରର ମାନ ସମ୍ମାନ ଚାଲିଯିବ ଆମେ ଗାଁ ଦାଣ୍ଡରେ ମୁଣ୍ଡ ଟିକେ ପାଠ ବି ଚାଲିପାରିବା ଜାଣିଛି ଭାଉଜ ମାର କଷ୍ଟକୁ ଯୋଉ ପୁଅ ବୁଝିପାରିଲାନି ସେ ପକେଇ ପରେ ଯାଏ ଚାକିରି କରିସାରିଲା ପରେ ଘର କଥା କେବେ ବୁଝିପାରିଲେ ଘରେ କ'ଣ ରୋଷେଇ ହବ କିଏ ଖାଇଛି କିଏ ନ ଖାଇଛି କେବେ କାହାକୁ ପଚାରିଛନ୍ତି ଜବାବ ଦେବାକୁ ସାରେ ବସନ୍ତ ସେ ଯାହା ପାଉଛି କହୁ ସହିଯାଏ ସବୁ ସହିଯା ବସନ୍ତକୁ ଅନୁରୋଧ କରୁଛି ଭାଇ ତମେ ଘର ଛାଡ଼ି ଯାଅ କିନ୍ତୁ ଭାଇ ଭାଉଜଙ୍କ ଲୁହ ଲହୁର ମୂଲ୍ୟ ଦେଇକି ଯାଅ ମୂଲ୍ୟ ସେ କାହିଁକି ଦେବେ କାହିଁକି ନା ତାଙ୍କର ପରେ ଘରେ ଭାଗ ନାହିଁ ଭାଉଜ ଚୁପ କର କରୋନା କରି ସେ କାହିଁକି ଘରେ ପଡ଼ି ରହିଛନ୍ତି ହୁସିଆର କହି ଦଉଛି ଏଇ ହାତ ଉଠୁଛି ତମର ତାମସାରେ ତୁ ଜାଣିନୁ ସାନ ମାନଙ୍କୁ କେମିତି ସ୍ନେହ
একথা ମୁଁ ଶୁଣିଯିବି ନାଇଁ ଆଜି ମୁଁ ତୋତେ ମାରୁ ମାରୁ ମାରିଯିବି ভগবান তুমি অধিক भाई तू मो भाई अरे वो भाई ଠିଆ ହେଇଛୁ ଭାଗି ବହୁ ବର୍ଷେ ତ ତମକୁ ମାରିଛି ସେଥିପାଇଁ ମୁଁ ତମକୁ ତୁ ବି କିଛି କୁହ ତୁ କିଛି କହୁଛ ତ ମୁଁ ବି କିଛି କହୁନାହାନ୍ତି अरे वो पसंद करा भूल करी अभिनय कर फांकी दे पारि समस्ते गोटे गोटे चोर मु कहूची ए घरे गोटे गोटे चोर पार्टी बंद हो जाए समस्त होती गोटे गोटे मूर्ख मत कौन कह तुम किसी कहना कहीं तुम पत्र महार भाला आज पिकू बैग मनी पोष बाहरी मिठा कौन तमें चोरी नुहे तो मोर 100 टका दरकार था पर्स बाहर करी खुड़ी से मो हाथ से पर्स छड़े ने तू कहीं टाका पाठ पढ़े बड़ मनुष्य कर चाकरी कला कौन जानी पार ना घरे कहार कौन दरकार सब कथा बुझा कहीं न घरे गोटे पालित पुआ ना ये पालित पुअर झाड़ बुआ टंकार तुम स्वामी आज बड़ लोक जेजेर औषध ना घोड़े हाँपाई देहरे साल खंडे ना बापा बो 2 दिन है कि खाई ना सान काका फर्म फिलअप पैसा भी पारे बोली से वर्ष परीक्षा दे पारे मुझे घरे छोट छुआटा मो कथा बुझुआ कि मुझे स्कूल जीविनी पाठ पढ़ी काली ठार मुझे खाइनी खावा को मागे बो मत मारुची आज काका पर्चा को छुईदेली बोली घर समस्ते मत भूल बुझी तुम्हें कहले जे तो बापा करदब निज पुओ नगती से तुम पालित सन्तान समस्त होती गोटे लाउर कहीं भी
ठीक बापा अरे सेमानक पाई तू काहींକି ଏତେ ଚିନ୍ତା କରୁଛୁ बापा अरे तू तो ହେଉଛୁ ଏ ଘରର ପାଳିତ ପୁଅ जाई बापा କେହି ନୁହେଁ ତୁ ଏ ଘରର ମାନ ସମ୍ମାନ ପାଇଁ ତୁ କାହିଁକି ଏତେ ଅଧୀର ହୋଇ ପଡୁଛୁ भाई बापा जाई ଆରେ ଯା ବିଲରେ ହଳ କରିବୁ ଘରର ମୂଲ ଲାଗି ଏମାନଙ୍କୁ ତୁ ମଣିଷ କରିବୁ ଆଉ ମୋ ପାଇଁ ତୁ ଔଷଧ ଆଣିବୁ ମୋ ନାତି ଟୋକାଟାକୁ ଖାଇବାକୁ ନ ଦେଇ ମୋତେ ତୁ ଖାଇବାକୁ ଦେବୁ ଖାଇବାକୁ ବାପା ଯାଇ ତମେ ସେମିତି କର ବାପା ତମେ ସେମିତି କର ଆରେ ମୁଁ ଏଥର ଭଲ ହୋଇଯିବି ବାପା ମନ୍ଦିରରେ ପୂଜା କରିବି ଆଉ ପଇସା ରୋଜଗାର କରି ମୋ ନାତି ଟୋକା ପାଇଁ ସବୁ ଆଣିବି ସବୁ ମୋରି ପାଇଁ ଘରେ ଗୋଟେ ମହାଭାରତ ହେଇଗଲା ମରି ଯାଉ ତୁ ଆରେ ମରି ଯାଉନ କାହିଁକି କାହିଁକି ତମେ ପାଠ କଣ ଅପରାଧ କରିଛି ତମର ଭାଇ ଯାହାକୁ ପାଠ ପଢି ମଣିଷ କରିଥିଲ ଯାହା ପାଇଁ ଘରର ମୂଳ ଲାଗିଲ ସେ ତ ମନ ଇଚ୍ଛା ବାହା ହେଇଗଲା ଏ ଘରର ସମସ୍ତ ସଦସ୍ୟ ଘୃଣା କରି ତା ସ୍ତ୍ରୀକୁ ନେଇ ଚାଲିଗଲା ଏ ଅସୁବିଧା କରି କାଟିଆ କାମଲେ ରୋଗ ଭଲ ହେଇଯାନି ଭାଇ ନିଅ ଯଦି ପାରୁଛ ଏ ଛୋଟ ଛୁଆର ଦେଖ ଉପରେ ଗୋଡ଼ ପକେଇ ଦିଅ ତମେ ଶାନ୍ତିରେ ରହିବ ଆରାମରେ ଚଳିବ ଚାଲିକୁ ତୋର ମୋର ଘର ଛାଡ଼ି ଚାଲିଯିବା ଶୁଣିଲା ଭାଇଟା ପରା ହାତ ଯୋଡୁଛି ଆମ ଗାଁ ଲୋକେ କେତେ ଗୁଣ କେତେ କଥା କହିବେ ଭୁଲ କଥା ତ ହଉଛି ଆଜିଠାରୁ ତମ ମାନଙ୍କର କିଛି ଅସୁବିଧା ହବନି ସବୁ କଥା ମୁଁ ବୁଝିବି ନାଇଁ ଭାଇ ନାଇଁ ଆଜିଠୁ ବିନା ପରିଶ୍ରମରେ ଏ ଘରେ ବସି ଖାଇବିନି ବସନ୍ତ ଏଇ କାନ ଧରୁଛି ବସନ୍ତ ତମେ ଯାହା କହିବ ମୁଁ ତମ କଥା ମାନିବି ବସନ୍ତ କିନ୍ତୁ ବିନା ରୋଜଗାରରେ ଏ ଘରକୁ କେବେ କରିବିନି କେବେ ନୁହେଁ କେବେ ବସନ୍ତ ଖାଲି କାଟା ନୁହନ୍ତି ଏ ଘର ଛାଡ଼ି ମୁଁ ବି ଚାଲି ଯାଉଛି ଖାଇବାକୁ ମୁଁ ଭାତ ମିଳେ ନା କି ଘର କଣ କରିବୁ କଣ ହେଇଗଲା ସେଠି ଜନ୍ମ କରି ତମେ ଯେତେବେଳେ ଖାଇବାକୁ ମୁଁ ଟିକେ ଭାତ ଦେଇପାରୁନ ଚାଲି ଯାଉଛି ତମେ କୁହ ଗାୟତ୍ରୀ ଏ ଦୁଃଖ ମୁଁ କାହାକୁ କହିବି କିଏ ଶୁଣିବ ମୋର ଦୁଃଖ ଏ ଠାକୁରେ ତୁମେ କୁହ ଠାକୁରେ ମୋର ଭାଗିଲା ସଂସାରକୁ ଚଳିବ
दिन सरिया पर प्रत्येक नारी संगे होई क्या स्वामी संसार एमती अनेक किसी माने भगवान बोल भगवान तुम प्रेम भारी भयंकर ए कहीं ना प्रत्येक मुहूर्त में केवल तुम और तुम स्वप्न और वास्तव जीवन में संपूर्ण स्वामी प्रेम भिजी भिजी हजेदा मन कहाँ कौन स्टेशन अपेक्षा कर माटी ठिया जनवाद भिजी पारि जन को निजर कला मो दक्षता ना कारण तुम हेमत पंडा चुमकी तुम निचर से तुमको छाड़ी बंची कर तुम मुझे तुम प्रेमिका से नॉनसेंस को मैरिज करबा तुम किसी भी संपर्क नहीं अच्छे केवल गोटे देवी तुम मो प्रेम जब हिम्मत जानी जाए जानू मु कहबी जहाँ दिला से सब एक्टिंग हाँ तापर से कवर सब जानी सारा पड़े सब दिन पर मत छाड़ी चल ठीक सही सुनो करे वो तुमको मैरिज करी आउ तापर हम हनीमून हबो
କର କେହି ଯେମିତି କିନ୍ତୁ ମୋ ଘର ଲେଟ୍ କରିପାରିବନି ବରଂ ଆପଣଙ୍କ ଟ୍ରାଏଲଟା ଅନସକ୍ସେସ୍ ହେଇଛି ପୋଲିସର ଟ୍ରାଏଲ କେବେ ବି ଅନସକ୍ସେସଫୁଲ ହବନି ମୁଁ ପଚାରୁଛେ ମତେ ନ ଜଣାଇ ମୋ ଘର ସର୍ଚ୍ଚ କରିବାକୁ ଆପଣଙ୍କୁ ସାହସ ହେଲା କେମିତି ପୋଲିସର ସାହସ ଆପଣ ଜାଣିନାହାନ୍ତି ବୋଧେ କାଳିଶଙ୍କର ପାବ ୱାରେଣ୍ଟ ପାଇଲେ ମାନେ ଏନି ମୋମେଣ୍ଟରେ ବି ଆରେଷ୍ଟ କରିପାରେ ইন্সপেক্টর আরে অনেক ইন্সপেক্টর ওই কালী শঙ্কর আগরে বুহারি করন্তি বুহার ଆଉ ସେ ନାଲି ଆଖି ଦେଖାନ୍ତେ ମୋ ହାତରୁ ସପ୍ତ ଚାପୁରା ଖାଆନ୍ତି কালী সংকটে ওই হাত লগাই ট্রায়েল করে গেলে ও আগে তো সে আত্মটাকে হারিয়ে দেবে ওর ওই হাতড়িটা হারে পুরো তোর হাতড়িটা পুরো কন্ট্রোল করে দেবে আরে মনীষ খিয়া মহাবয় বাঘ দেখিছ মনীষ কিন্তু সে মহাপ্রভু এ মনীষ শিকারী ভাବରେ কেবে ইন্সপেক্টর রাজেশ মহান্তি নেতা হয়েছিল জনতা মারে গুন্ড হয়েছিল আড্ডারে পশি মারে ଆଉ ଅଫିସର ହଉଥିଲେ ଅଫିସ ଭିତରେ ପଶି ମାରେ କାହିଁକି নো ফেয়ার নো টক ଫଇସଲା ଅଣ୍ଟର ସ୍ପାଟ୍ ମନେ ମୁଁ କେବେ ଛାଡୁନି এই সঙ্গে সঙ্গে আরেস্ট করছি তাহলে আমি যে ইনফরমেশন পাইতেন তা করলাম আরে কালী শঙ্কর বিরুদ্ধে কমপ্লেন କରିବାକୁ କେହି ସାହସ ଆରେ ନୂଆ ନୂଆ ଚାକିରି କରୁଛୁ ଘର ସଂସାର କରିବାର ଇଚ୍ଛା ଅଛି ତ ମୋ ସହିତ ଦୁଶ୍ମନ ନ କରି ଦୋସ୍ତ ହେଇଯା ମୁଁ ତତେ ରାତାରାତି ମାଲାମାଲ କରିଦେବି ମାଲାମାଲ बस चालीस से बर्बाद नो मोर अगेन तो भाई को स्मगलर को मुक्के में भी छाड़ी हुई आज बस अरेस्ट करो बाय हो आपको मांगा माइसेल्फ इंस्पेक्टर राजेश महांती मांगा नेता हो गए जमीन का मारे गुंडा होइतले अड्डा रे बस मारे आ ऑफिसर होइतले ऑफिस भीतर बस मारे काहे ना नो एफआईआर नो टॉक अल्लाह पाक अल्लाह राजेश महांती पब्लिक कहिए हो जो किया है एरिया हो रह जाए और कट्ठा सी भाम 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 तमाम उनका तारे दादा सैनिक पकड़ने सा से आम करे क्या अपन को मोबाइल कर दे चले गला अरे सैनिक तो जानी
ଏ କାଳି ଥରେ ନିଆଁ ଧରିଲେ ସେ ନିଆଁ ଜମା ଧରେ ତାକୁ ମଶାଣିକୁ ନ ପଠେଇଲା ଯାଏ ତା ଆଖିରୁ ନିଆଁର ଦହକ କରେ ଆରେ ସେ କାଳିଆମ୍ବା ବୀର ବିଲ୍ ହେଇଗଲା ତ ଏ କଣ ଝୁଙ୍କି ହେମତକୁ କୁହୁକ କରି ନେଇ ଆସିଛି ମୋର ହେମତପତି ସେମିତି କି ଆରେ ଡେଞ୍ଜର ପତି ଅଛି ତ ଭାଇ ଡେଞ୍ଜର ଆରେ ତମେ ତ ଜାଣିଛ ଝୁଙ୍କି ମୋର ଗୋଟାଏ ବୋଲି ଭଉଣୀ ଆଉ ତା ଛଡା ତମେ ମତେ ଅନେକ କାମରେ ସାହାଯ୍ୟ କରିଛ ମୁଁ ତମକୁ କିଛି ଦେଇନି ଆଉ ମୋର ସବୁ ପ୍ରପର୍ଟି ମୋ ସିଷ୍ଟର ନାଁରେ ଏଥର ଚିନ୍ତା କର ମାଲିକ କିଏ ସମ୍ପତ୍ତି ମୋର କିଛି ଦରକାର ନାହିଁ ବ୍ରଦର नो नो ମୁଁ ଜମା ତମ କଥା ଶୁଣିବିନି ମୁଁ ଫିଲ୍ କରିଛି ମାନେ ମୋ ଚୁମକି ଓ ମ୍ୟାରେଜ ପରେ ତମେ ତାକୁ ବହୁତ ଭଲ ପାଉଛ ଆରେ ଟ୍ରାଏଲ କର ଟ୍ରାଏଲ ତମ ଭଲ ପାଇବା ସେମିତି ରହିଥାଉ ତୁ କଣ କହିଲି ଚୁମକି ଆରେ ବର୍ତ୍ତମାନ ତ ମୋର ସମୟ ହେଇଯାଉଛି ମୁଁ ଏଥର ଆସୁଛି ତମେ ଦୁହେଁ କଥା ହେଇଯାଅ ଆସୁଛି निर्दिष्ट प्रमाण अभियुक्त आसामी विश्वास निर्दोषरे खलास कर दिया गया ना योर ऑनर अभियुक्त आसामीर सब प्रमाण सत आपण राय मिछ आपण विचार अन्याय विचार नुह हाँ हाँ अन्याय विचार অর্ডার কিন্তু তো ইন্সপেক্টর এ বিজু ভাষা পাই তো কোর্টর বিচারপতি রায়টা কেমতি বদলি গলা বিজু আবে ইন্সপেক্টর আরে নমারি তু সাফল আঙ্গুরে হাত মারিছু আউ চোট নমাই না যায় সে ছাড়ি বলিলে নাক সাফল পেশাদার ভাঙিবার তাকে ফোন আছে বলছি কবে গাড়ির সংকট যখন ড্রাইভার কুতু গাড়িকে হাত উঠেছি ভালোরে ভালোরে ঘরটি জানে না তা নলে এই ইন্সপেক্টর রাজেশ মাঝি কোন তাতে ঠিক ঠিক চলে দেব ইন্সপেক্টর ଯିବା ପୂର୍ବରୁ ତୁ ମୋ ବିଷୟଟା ଶୁଣିବ ଡକ୍ଟରରେ ରହି ମତେ ଡକ୍ଟର କରିଛୁ ଡକ୍ଟର ଦିନ ଆସିବ ଏମିତି ତ ହତ୍ୟା ଆଣିଲା ଭଳିଆ ଭଲରେ କହୁଛି ହାତଟା ତଳକୁ ଫସେଇ ନହେଲେ ମତେ ବି ମାରାମାରି ଆସେ
ଘର ଭିତରେ କଣ ଖାଉନ୍ତି ସେଟା ତ ଏଲେଇ ମୋର ଘରେ ଅଛି ନା କଣ ଏଲେଇ ମୋର ଟିକେ କବାଟାକୁ ବନ୍ଦ କରିଦେଇ ଘରେ ରଖିଦବୁ ମୁଁ ଟିକେ ବାହାରୁ ଆସୁଛି ଆପଣଙ୍କର ବିଶ୍ୱାସ ଚକ୍ରରେ ଡ୍ୟୁଟି ଥିଲା ସେଠେ ନହେଲେ ଏଠି କଣ ତ ମୁଁ ତ କିଛି ବୁଝିପାରୁନି ମୁଁ